2024 ନିର୍ବାଚନ ରେ ହାରି ଯାଇଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହେଲେ ହାରିବା ପରେ ବି ମଧ୍ୟ ଏବେ ଗରିବ ଲୋକମାନଙ୍କ ପାଖକୁ ଯାଉଛନ୍ତି ବର୍ଷା। ଆଉ ଗରିବ ଲୋକମାନଙ୍କୁ ଯାଇ ସେମାନଙ୍କର ହାଲଚାଲ ବୁଝିବା ସହିତ ସେମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଦେଇଛନ୍ତି ଅଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତ ଫ୍ରେଣ୍ଡସ୍, ଆପଣମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ପୂର୍ବରୁ ନିଜର ଗ୍ରୁପ ସମ୍ମାନିତା ମାଧ୍ୟମରେ ବହୁତ ସାରା ଗରିବ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି। ବହୁତ ସାରା ଗରିବ ଲୋକମାନଙ୍କୁ ଖାଇବା ପିଇବା ଦେଇ ନିଜ ପାଖରେ ରଖିଛନ୍ତି ନିଜ ଅନୁଷ୍ଠାନ ମାଧ୍ୟମରେ ବର୍ଷା ପ୍ରିୟଦର୍ଶିନୀ। ହେଲେ ଏ ବର୍ଷ ସେ ରାଜନୀତିରେ ପ୍ରବେଶ କରିଥିଲେ। ଆପଣମାନେ ଜାଣିଥିବେ କିଛି ଦିନ ପୂର୍ବେ ଅନୁଭବଙ୍କ ସହିତ ତାଙ୍କର ଡିଭୋର୍ସ ହୋଇଥିଲା। ଆଉ ଡିଭୋର୍ସ ହେଲା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ବିଜେଡି ଦଳ ତରଫରୁ ଏ ବର୍ଷ ଇଲେକ୍ସନ ଲଢ଼ିଥିଲେ ବର୍ଷା ପ୍ରିୟଦର୍ଶିନୀ। ତ ବିଜେଡି ଦଳ ପାଇଁ ସେ ଜୋରସୋରରେ ପ୍ରଚାର ପ୍ରସାର କରିଥିବାର ବି ମଧ୍ୟ ଦେଖାଦେଇଥିଲେ। ଦୁର୍ଭାଗ୍ୟବଶତଃ ବଡ଼ଚଣା ବିଧାୟକ ସିଟ୍ରୁ ସେ ହାରି ଯାଇଛନ୍ତି। ହାରିଗଲା ପରେ ବି ମଧ୍ୟ ସେ ଏବେ ଓଡ଼ିଶାର ଗରିବ ଲୋକମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ ଯେମିତି ଲୋକମାନଙ୍କୁ ସେ ସାହାଯ୍ୟ କରୁଥିଲେ, ଏବେ ବି ମଧ୍ୟ ସେହି ଦମରେ ସେହି ସ୍ପିଡ଼ରେ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ବହୁତ ସାରା ଗରିବ ଲୋକମାନଙ୍କୁ ସାହାଯ୍ୟ କରି ତାଙ୍କ ମନରେ ବା ହୃଦୟରେ ଦେବତାର ଆସନ ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଦୁର୍ଭାଗ୍ୟବଶତଃ ସେ ଏଥରକ ବିଧାୟକ ସିଟ୍ରୁ ହାରି ଯାଇଛନ୍ତି। ଇଲେକ୍ସନ ହାରିଲା ପରେ ବି ମଧ୍ୟ ସେ ଓଡ଼ିଶାର ଗରିବ ଲୋକମାନଙ୍କର ସାହାଯ୍ୟ କରୁଥିବାର ଦେଖାଦେଇଛନ୍ତି।